ଆଜି ଟିକି ଚଢ଼େଇ ଝରକା ପାଖରେ ବସି ଘଡ଼ଘଡ଼ି ବିଜୁଳି ସବୁ ଦେଖୁଥିଲା। କାହିଁ କେଜାଣି ଟିକି ଚଢ଼େଇକୁ ଭାରି ଡର ଲାଗୁଥିଲା। ଏମିତି ଲାଗୁଥିଲା ଆଜି ଯଦି ବର୍ଷା ହେଲା ତାହେଲେ ପୁରା ଜଙ୍ଗଲଟାକୁ ଭସେଇ ନେଇଯିବ। ଟିକି ଚଢ଼େଇର ଝିଅ ପରି ମିଠା ନିଦରେ ନିଜ ବସାରେ ଶୋଇଥିଲା। ସେଇ ସମୟରେ ଜୋର ଜୋର ଘଡ଼ଘଡ଼ି ହେଲା ଆଉ ବର୍ଷା ହବା ବି ଆରମ୍ଭ ହେଇଗଲା। ଘଡ଼ଘଡ଼ି ଶବ୍ଦରେ ପରି ଉଠି ବସିଲା। ମାମା, ଝରକା ପାଖରେ ବସି କଣ କରୁଛ? ଘଡ଼ଘଡ଼ି କେତେ ଜୋର ହଉଛି ଜାଣିପାରୁଛ ତ? ଏଠିକି ପଳେଇ ଆସ। କଣ ଚିନ୍ତା କରୁଛ? ଝିଅ ପରି, ମୁଁ ମୋ ଫସଲ କ୍ଷେତକୁ ଦେଖୁଛି। ଫସଲ ତ ପୁରା ହେଇଯାଇଥିଲା, ହେଲେ ଆଜିର ବର୍ଷା ପରେ ସବୁ ନଷ୍ଟ ହେଇଯିବ। ସବୁ କିଛି ପାଣିରେ ନଷ୍ଟ ହେଇଯିବ। ମାମା, ତମେ ବିଲକୁଲ ଚିନ୍ତା କରନି। ଆମ ଭାଗ୍ୟରେ ଯାହା ଥିବ ଆମକୁ ନିଶ୍ଚୟ ମିଳିବ। ହଁ ହଁ ଝିଅ, ତୁ ତ ପୁରା ଠିକ କଥା କହିଛୁ। ସାରା ରାତି ବର୍ଷା ସେମିତି ହଉଥାଏ। ରାନୁ, ମୁଁ ଯାଉଛି, କ୍ଷେତ ଆଡ଼େ ଟିକେ ଯାଉଛି। ଫସଲରେ ପାଣି ଜମି ଯାଇଥିବ। ଯଦି ସତରେ ପାଣି ଜମି ଯାଇଥିବ ତାହେଲେ ପୁରା ଫସଲଟା ଆମର ଖରାପ ହେଇଯିବ। ହଉ ହଉ ସାନୁ, ହଉ ଯାଅ। ହେଲେ ହେଇ ଆନା, ଟିକେ ଦେଖି ଚାହିଁ ଯିବ। ଗଲାବେଳେ କବାଟଟା ଖୋଲିଦେଇ ଯିବ। ତାପରେ ସାନୁ କାଉ ବର୍ଷାରେ ଓଦା ହେଇ କ୍ଷେତ ଆଡେ ଗଲା। ସାନୁ କାଉ ଯାଇ ଦେଖିଲା ତ ତା କ୍ଷେତ ପୁରା ପାଣି ଭର୍ତ୍ତି ହେଇଯାଇଛି। ଚାରିଆଡ ଖାଲି ପାଣି ହିଁ ପାଣି। ସାନୁ କାଉ କ୍ଷେତ ପାଖରେ ଲାଗିଛି ଟିକି ଚଢ଼େଇର କ୍ଷେତ। ଆରେ ଆରେ, ଚାରିଆଡ଼ ଖାଲି ପାଣି ହିଁ ପାଣି। ଟିକି ଚଢ଼େଇ କ୍ଷେତରେ ବି ପାଣି। ହଉ, ଯଦି ପାଣି ହେଇଛି ତାହେଲେ ମୁଁ ମୋ କ୍ଷେତର ପାଣି ତା କ୍ଷେତକୁ ବି ଛାଡ଼ି ଦଉଛି। ଭଲ କି ପାଣି ହେଇଯିବ ଆଉ କଣ। ଏମିତି ହେଲେ ମୋର ତ କିଛି ଫସଲ ହେଲେ ବଞ୍ଚିବ। ତାପରେ ସାନୁ କାଉ ଟିକି ଚଢ଼େଇ ଆଉ ନିଜ କ୍ଷେତ ମଝିରେ ଦିଆ ହେଇଥିବା ବନ୍ଧକୁ ଭାଙ୍ଗିଦେଲା। ଆଉ ସାନୁ କାଉ କ୍ଷେତର ପାଣି ସବୁତକ ଟିକି ଚଢ଼େଇ କ୍ଷେତକୁ ପଳେଇଲା। ଏପଟ ସେପଟ ସାନୁ କାଉ ଦେଖିଲା, ତାପରେ ଉଡ଼ିକି ଘରକୁ ଚାଲିଗଲା। ସାନୁ, କହିଲ ଆମ କ୍ଷେତରେ କିଛି ଫସଲ ବଞ୍ଚିଛି ନା ସବୁ ବର୍ଷାରେ ବର୍ବାଦ ହେଇଯାଇଛି? ଆଲୋ ରାନୁ, ମୋ କ୍ଷେତ ନୁହେଁ, ଏଥର ବର୍ବାଦ ହବ ଟିକି ଚଢ଼େଇର କ୍ଷେତ। ଜାଣିଛୁ, ମୁଁ ମୋ କ୍ଷେତର ପାଣି ବି ଟିକି ଚଢ଼େଇ କ୍ଷେତକୁ ଛାଡ଼ି ଦେଇଛି। ସାନୁ, କଣ ନ କହିଛ ମ ତମେ? ଦେଖିବ ସକାଳୁ ସକାଳୁ ସେ ଚଢ଼େଇ ଯାଇ ସମସ୍ତଙ୍କ ଆଗରେ କାନ୍ଦୁଥିବ। ହଁ ରାନୁ, ତୁ ପୁରା ଠିକ କଥା କହିଛୁ। ଦେଖିବୁ କେମିତି କହିବି। ଓ କାଉ ଭାଇ, ଓ ପାରା ଭାଇ, ଓ ମିଟୁ ଭାଇ, ମୋର ସବୁ ପରିବା ଖରାପ ହେଇଗଲା। ଏମିତି ହିଁ କାନ୍ଦିକି ରହିବ। ସେ ସ୍ୱାମୀ ସ୍ତ୍ରୀ 2 ଜଣ ଏମିତି କଥା ହେଲେ, ତାପରେ ଶୋଇପଡ଼ିଲେ। ସକାଳୁ ସକାଳୁ ବର୍ଷା ଛାଡ଼ି ଯାଇଥିଲା। ଟିକି ଚଢ଼େଇ ନିଜ କ୍ଷେତ ଆଡ଼େ ଗଲା। ଟିକି ଚଢ଼େଇ ଯାଇ କ୍ଷେତରେ ଦେଖେ ତ ସବୁ ପନିପରିବା ବର୍ଷା ପାଣିରେ ଭାସୁଛି। କାରଣ ସାନୁ କାଉ କ୍ଷେତର ପାଣି ବି ଟିକି ଚଢ଼େଇ କ୍ଷେତକୁ ଆସୁଥିଲା। ହେ ଭଗବାନ, ମୋ କ୍ଷେତରେ ତ ଆଗରୁ ପାଣି ଭର୍ତ୍ତି ହେଇଥିଲା, ଏବେ ସାନୁ କାଉ କ୍ଷେତର ପାଣି ବି ଆସିଲାଣି। ମୋ କ୍ଷେତ ପୁରା ବର୍ବାଦ ହେଇଗଲା। ମୋ ସବୁ ପନିପରିବା, ମୋ ପରିଶ୍ରମ, ମୋ ଖର୍ଚ୍ଚ ସବୁ ପାଣିରେ ମିଶିଗଲା, ସବୁ ପାଣିରେ ଭାସିଗଲା। ଆରେ ମାମା କୁଆଡ଼େ ଗଲେ? ମତେ ଲାଗୁଛି ମାମା ବୋଧେ ପନିପରିବା ଦେଖିବାକୁ ଯାଇଛନ୍ତି କ୍ଷେତ ଆଡେ। ମୁଁ ବି ଯାଉଛି, ଯିବି। ତାପରେ ପରି ଉଠି ପଡ଼ି ତା ମାକୁ ଖୋଜିବା ପାଇଁ କ୍ଷେତ ଆଡେ ବାହାରି ପଡ଼ିଲା। ପରି ଯାଇ ଦେଖିଲା ତା ମା କ୍ଷେତରେ ବସି କାନ୍ଦୁଛି। ସେ ସାଙ୍ଗେ ସାଙ୍ଗେ ତା ପରକୁ ତା ମା କାନ୍ଧ ଉପରେ ରଖିଲା। ଆରେ ମାମା, ତମେ ଏଠି ବସି କାନ୍ଦୁଛ? ତମେ ବା ଷ୍ଟ୍ରଙ୍ଗ ମାମା, ତମେ ପୁଣି କାନ୍ଦୁଛ କଣ ପାଇଁ? ଯାହା ହେଲା ସବୁ କିଛି ଭୁଲି ଯାଅ, ଆଉ ଆଗକୁ ଯାହା ହବ ସେ ବିଷୟରେ ଭାବିବା। କି ଆଗକୁ ଆମେ କଣ କରିବା? ନାଇଁ ଝିଅ, ଆଉ କଣ କରିବାର ଅଛି? ସବୁ କିଛି ତ ବର୍ବାଦ ହେଇଗଲା। ନାଇଁ ମାମା, ଦେଖ ସେ ଉପରକୁ ଦେଖ, ଉଚ୍ଚା ଜାଗାରେ କିଛି ନୀଳ ନୀଳ ଅଛି ଦେଖାଯାଉଛି। ତାପରେ ମା ଝିଅ ସେ ଉଚ୍ଚା ଜାଗାରେ ଯାଇ ଦେଖିଲେ କିଛି ପାଳଙ୍ଗ ଶାଗ ବର୍ଷା ପାଣିରେ ବଞ୍ଚି ଯାଇଥିଲା। ଆରେ ଝିଅ ପରି, ଏତିକି ପାଳଙ୍ଗ ଶାଗ ହିଁ ବଞ୍ଚିଛି, ଏଇଥିରେ ଆମେ କଣ କରିପାରିବା? ଆରେ ମାମା, ବେଶୀ ନହେଲେ ନାହିଁ, କିଛି ତ ଲାଭ ହବ ଏ ପାଳଙ୍ଗ ବିକ୍ରି କଲେ। ଟିକି ଚଢ଼େଇର ଭେଣ୍ଡି, କଖାରୁ, ବାଇଗଣ, ଟମାଟୋ ସବୁ କିଛି ବର୍ଷା ପାଣିରେ ଭାସି ଯାଇ ନଷ୍ଟ ହେଇଯାଇଥିଲା। ଖାଲି ବଞ୍ଚିଥିଲା ତ ସେ ହଉଛି ପାଳଙ୍ଗ ଶାଗ। ମାମା, ଚାଲ ଆମେ କ୍ଷେତ ପାଣି ସବୁ କାଟି ଦେଇ ନଦୀକୁ ବହେଇଦବା। ତାପରେ ରାସ୍ତା ଟିକେ ଶୁଖିଗଲେ କିଛି ପାଳଙ୍ଗ ଶାଗ କାଟି ବଜାର ନେଇଯିବା ବିକ୍ରି କରିବା ପାଇଁ। ପରି କଥା ଶୁଣି ମା ଚଢ଼େଇକୁ ଟିକେ ସାହସ ମିଳିଲା। ହଁ ଝିଅ, ଆମେ କେବେ ବି ସାହସ ହରେଇବାନି।
ରାନୁ ଚାଲିଲୁ ଚାଲିଲୁ ଯିବା, ଥରେ ଯାଇ କ୍ଷେତ ଆଡେ ବୁଲି ଆସିବା। ହଁ ହଁ ସାନୁ ଚାଲ ଯିବା, କ୍ଷେତକୁ ବି ଦେଖି ଆସିବା ଆଉ ଟିକି ଚଢେଇକୁ ବି ଟିକେ ଦେଖି ଆସିବା। ଟିକି ଚଢେଇ ଏବେ ପର୍ଯ୍ୟନ୍ତ କ୍ଷେତରେ ଯାଇ ପହଞ୍ଚି ସାରିବଣି। ତାପରେ ସାନୁ କାଉ ଆଉ ରାନୁ କାଉ କ୍ଷେତରେ ଯାଇ ପହଞ୍ଚିଲେ। ଚଢେଇ ମନରେ ଟିକେ ଧୈର୍ଯ୍ୟ ରଖ, ଟିକେ ସାହସ ବାନ୍ଧେ, ଏବେ କ୍ଷେତରେ ମାଛ ଛାଡ଼ିଦେ। ହଁ ଲୋ ହଁ ଚଢେଇ, ତୋ ଭାଇ ଏକଦମ ଠିକ କଥା କହିଛନ୍ତି। କ୍ଷେତରେ ଯେତେବେଳେ ମାଛ ବଡ ହେଇଯିବେ ବଜାରକୁ ନେଇଯିବୁ ବିକ୍ରି କରିବା ପାଇଁ, ଆଉ କଣ ପରିବା ନହେଲା ନାହିଁ। ସାନୁ ଅଙ୍କଲ, ରାନୁ ଆଣ୍ଟି, ମୋ ମା ଏମିତିରେ ବି ବହୁତ ଟେନସନରେ ଅଛନ୍ତି। ତମେ ମାନେ ଏମିତି କଥା କହି ଆଉ ଟେନସନ ବଢାଅନି। ସାନୁ ଭାଇ, ତମରି କ୍ଷେତର ପାଣି ଆସି ମୋ ଫସଲ ଆଜି ନଷ୍ଟ ହେଇଛି। ଯଦି ତମ କ୍ଷେତର ପାଣି ଆସିନଥାନ୍ତା ତାହେଲେ ହୁଏତ ମୋ ଫସଲ ବି ଆଜି ବଞ୍ଚି ଯାଇଥାନ୍ତା। ଆଲୋ ଚଢେଇ, ତୁ ତ ଭାରି କଥା କହୁଛୁ। ହଉ ରଖିଦେ, ଯଦି ପାଣି ଆମ କ୍ଷେତ ପାଣି ଯଦି ତୋ କ୍ଷେତକୁ ଯାଉଛି ତାହେଲେ ଅଟକା। କେମିତି ଅଟକେଇବୁ ଅଟକା। ଏମିତି କହି କାଉମାନେ ନିଜ ଫସଲ ଆଡକୁ ଉଡ଼ିଗଲେ। କାଉମାନଙ୍କର ମକା ଫସଲ ଥିଲା। ମକା ଫସଲ ବର୍ଷା ପାଣିରୁ ବଞ୍ଚି ଯାଇଥିଲା, ହେଲେ ମକା ଦାନା ଗୁଡା ବର୍ଷା ପାଣିରେ ପୁରା ଓଦା ହେଇଯାଇଥିଲା। ତାଙ୍କ ମକା ଦାନା ଏପର୍ଯ୍ୟନ୍ତ ପାକଳ ହେଇନଥିଲା। ସାନୁ ଦେଖିଲ ଦେଖିଲ, ଆମ ମକା ଦାନା ଗୁରା ବର୍ଷା ପାଣିରେ ସବୁ ଓଦା ହେଇଯାଇଛି। କଣ କିଛି ଖରାପ ହବନି ତ? ଆଲୋ ରାନୁ, ତୁ କାଇଁ ବ୍ୟସ୍ତ ହଉଛୁ? 2 ଦିନ ସୂର୍ଯ୍ୟ କିରଣ ପଡିଲେ ସବୁ କିଛି ଠିକ ହେଇଯିବ। ମକା ଦାନା ବିଲକୁଲ ଖରାପ ହବନି। ତା ପରଦିନ ଟିକି ଚଢେଇର କ୍ଷେତରୁ କିଛି ପାଣି କମି ଯାଇଥିଲା। ମା ଝିଅ 2 ଜଣ କ୍ଷେତକୁ ଯାଇ କିଛି ପାଳଙ୍ଗ କାଟିଦେଲେ ଆଉ ତାର ବିଡା ବାନ୍ଧିଦେଲେ। ସେ ସବୁକୁ ଟୋକେଇରେ ରଖି ବଜାରକୁ ନେଇଗଲେ ବିକ୍ରି କରିବା ପାଇଁ। ଭାଇ, ମୁଁ ଏ ପାଳଙ୍ଗ ଶାଗ ସବୁ ବିକ୍ରି କରିବା ପାଇଁ ଆଣିଛି। କଥା କଣ କି ଚଢେଇ ରାଣୀ, ଏ ଦିନରେ ପାଳଙ୍ଗ ଶାଗ କେହି ଖାଇବା ପାଇଁ ଭଲ ପାଆନ୍ତିନି। ତମ ପାଳଙ୍ଗ ଶାଗ କେହି ବି କିଣିବେନି। ମାମା, ଚାଲୁନ ଆଉ ଗୋଟେ ଦୋକାନକୁ ଯିବା। ମା ଝିଅ 2 ଜଣ ଆଉ ଗୋଟେ ଦୋକାନରେ ଯାଇ ପହଞ୍ଚିଲେ। ସେ ଦୋକାନୀ ବି ଟିକି ଚଢେଇର ପାଳଙ୍ଗ ଶାଗ ରଖିବା ପାଇଁ ମନା କରିଦେଲା। ଝିଅ ପରି, ମତେ ଲାଗୁଛି ପାଳଙ୍ଗ ଶାଗ ସବୁ କାଟିକି ନଈରେ ଫୋପାଡ଼ି ଦେବାକୁ ପଡିବ। ଆମ ପାଳଙ୍ଗ ଶାଗ ତ କେହି ବି କିଣିବେନି। ମାମା, ବିଲକୁଲ ଚିନ୍ତା କରନି, ଉପରବାଲା ଅଛନ୍ତି ନା ଆମ ସାଥିରେ, ସେ ଯାହା କରିବେ ଠିକ ହିଁ କରିବେ। ତାପରେ ସେ ମା ଝିଅ ମନ ଦୁଃଖରେ ପାଳଙ୍ଗ ଶାଗ ସବୁ ନେଇ ଘରକୁ ଫେରୁଥିଲେ। ବାଟରେ କାଉ 2 ଜଣ ଅପେକ୍ଷା କରି ରହିଥିଲେ, କେମିତି ମା ଝିଅ ଆସିଲେ ସେ 2 ଜଣ ହଇରାଣ କରିବେ। ଚଢେଇ ଏବେ ଏବେ ପାରା ମୋ ସହିତ ଦେଖା ହେଇଥିଲା। ସେ କହୁଥିଲା ତାକୁ ପାଳଙ୍ଗ ଶାଗ ଦରକାର। ଜଲ୍ଦି ଯା ପାରା ଘରକୁ, ସବୁତକ ପାଳଙ୍ଗ ଶାଗ ପାରାକୁ ଦେଇଦେ। ସାନୁ କାଉର କଥା ଶୁଣି ଟିକି ଚଢେଇ ପୁରା ଖୁସି ହେଇଗଲା। ପରି, ଚାଲ ଚାଲ, ଜଲ୍ଦି ଜଲ୍ଦି ଆମେ ତ ପାରା ଅଙ୍କଲଙ୍କ ଘରକୁ ଯିବା। ହେଲେ କାଉ ଅଙ୍କଲ, ପାରା ଅଙ୍କଲ ଏତେ ପାଳଙ୍ଗର କଣ କରିବେ? ଆଲୋ ମା ପରି, ଖାଇବ ନହେଲେ ତା ପରିବାରକୁ ଦବ, ମତେ କଣ ଜଣା ଅଛି। ତାପରେ ଟିକି ଚଢେଇ ଆଉ ପରି ଖୁସି ହେଇ